ତ ଗାଇସ୍ ଆଜି ଗୋଟେ ଏମିତି କଥା କହିବାକୁ ଯାଉଛୁ। ସେ ପିଲାର ତା କାହାଣୀ ବିଷୟରେ ମୁଁ ଆଜି ତମକୁ କହିବି। ଗୋଟେ ପିଲା ଥିଲା, ସେ ସ୍କୁଲ ଯାଉଥିଲା, ତ ପଛ ବେଞ୍ଚର ସେ ପାଠ ପଢେ। ତ ପାଠ ଟିକେ ବେଶୀ ତାର କମ ହୁଏ, ମନ ରୁହେନି ବି ବେଶୀ। ସାର୍ ଯାହା ପଢାନ୍ତି ସେ ଘର ଆସି ସେ ପଢେ। ତ ଦିନେ ଏମିତି ଆସିଲା, ତା ମା ଚୁଲି ପାଖରେ ବସିକି କହିଲା, ଛୁଆ ତ ବାପା ମା ଦେହ ଖରାପ, ତୁ ଏଇ ବର୍ଷ ପୁରା ପାସ୍ ହେଇଯା। ତା ପୁଅ ଶୁଣିକି ବୁଝିଲା ଯେ ତା ମା କଥା, ମୋ ତ ଆଗ ବছର କେହି ନାହାନ୍ତି, ଘର ସାବରସା ମୁଁ। ତ ସେଥିଲାଗି ସିଏ ଦିନ ରାତି ପାଠ ପଢୁଛୁ। ପାଠ ପଢିକି ସେ ଯାହାନି କିଛି କରିବ, ତାଙ୍କ ବେଳେ ତମେ ହୁଅ। ଏତିକି କରୁଛୁ। ଜୟ ଜଗନ୍ନାଥ।